हेलो माय डियर स्टूडेंट्स तुम प्रथम श्रेणी समस्त कुनि कुनि पिला को मु आज स्वागत करूछि मोर यूट्यूब चैनल जार नाम हैला स्टडी विथ दिलीप सर। आज तुमरो एई बहिटी सुलना एक बहिर करबा हमें द्वितीय पाठ रो ना हैला चकुली कला चेंचा कोन नाडा चकुली कला चेंचा। तेबे हमें द्वितीय पाठर गीतटी बोलिबा आ तार गप्पटी को देखिबा। ता पूर्व आमे गोटे दमदार मजादार मैजिक देखिबा। मैजिक दे होछि केति करी गोटे चूड़ी आ गोटे सूता। वर्तमान चूड़ी आ सूता साहाय्य रे मु तुम गोटे मैजिक देखेबे। देखो मैजिक किपरि होछि हैला। मु वर्तमान चूड़ीटी को बांधी देछि पुणी आउ दीटा गंठी पकई बांधेबी जेमिति आउ फिफ्टीबनी। देखो फिटुची कि फिटुची पड़ुची नाई फिफ्टीबनी। देखो सूताटा भी लंबा अछि तळକୁ। वर्तमान मु कोन करबी याको मैजिक करबी। केमति मैजिक करबी मा चूड़ीटी को मु मैजिक बळ रे এই যে বন্ধ যাইতিবা সুতার খুলি দেব। 1 2 3 দেখো ম্যাজিক কেমন লাগলা। ওয়াও ঠিক আছে বর্তমান আমি আর দেরি ন করি আস তোমার দ্বিতীয় পাঠ ঝুলনা এক বহির যার নাম হলা চকুলি কলা চেঁচার প্রথমে আমি গপ্পটি কো বহুত সুন্দর ভাবে দেখিবা। ঠিক আছে एबे आमे चकुली कला चेंचा गीतटी को गप्पा कररे सुनिबा। तापरे गीतटी को स्वर सहित गाइबा। दिने आम परिवार रे समस्ते चकुली खाइबा पई मन कले। तेणु प्रथमे मा चाउल चूना प्रस्तुत करी आनिले। एई समय रे बापा बिरी बाटिले आउ मो जेजी पिठा पातिया धरी चकुली करिले। चकुली तावारे चेंचा सुबिला। एई चेंचा शब्द को टुना टुनी सुनिले एवं जेजे को कहिले जेजे जेजे चल चकुली खाइबा आउ ता साथी रे चीनी मिसाई खाइबा। जेजे चकुली खाइले एवं टाकरा फुटाइले। केमती ना एमती टाकेरा फुटाइले पिल्ला माने बहुत खुशी हेले। एई समय रे पुसी बिलेटी केउंठी थिला मियाऊ मियाऊ शब्द करी धाई आसिला हैला। ताकू मध्य चकुली पिठा टिके दिया हैला। एबे गप्पटी सरी गला। आमे वर्तमान गप्पटी को सुनिले एबे तार बहिरु गीतटी समस्त मिसी स्वर सहित आस बोलिबा। मा आनिले चाउल चूना बापा बाटिले बिरी जेजे करिले चकुली पिठा पिठा पातिया धरी। वर्तमान एई पदटी को आमे आउ थरे गाइबा। चकुली कला चेंचा मा आनिले चाउल चूना बापा बाटिले बिरी जेजी करिले चकुली पिठा पिठा पातिया धरी। ठीक अछि तुमे एइटी को बारंबार अभ्यास करो। आमे तापर पदटी पढ़िबा। चकुली कला चेंचा सुनिले टुना टुनी
କହିଲେ ଜେଜେ ଖାଇବା ଚାଲ ଚକୁଳି ସାଥେ ଚିନି। ଆଉ ଥରେ ବୋଲିବା। ଚକୁଳି କଲା ଚେଁଚା ଶୁଣିଲେ ଟୁନା ଟୁନି। କହିଲେ ଜେଜେ ଖାଇବା ଚାଲ ଚକୁଳି ସାଥେ ଚିନି। ତାପରେ ବୋଲିବା। ଜେଜେ ଫୁଟାଇଲେ ଟାକରା ପିଲାଏ ହେଲେ ଖୁସି। ମିଆଉଁ ମିଆଉଁ ଶବଦ କରି ଧାଇଁ ଆସିଲା ପୁଷି। ଆଉ ଥରେ ବୋଲିବା ଗୀତଟିକୁ। ଜେଜେ ଫୁଟାଇଲେ ଟାକରା ପିଲାଏ ହେଲେ ଖୁସି। ମିଆଉଁ ମିଆଉଁ ଶବଦ କରି ଧାଇଁ ଆସିଲା ପୁଷି। ତୁମେ ଏଇ ଗୀତଟିକୁ ବାରମ୍ବାର ଅଭ୍ୟାସ କରିବ, ତେବେ ଯାଇ ତୁମର ମନେ ରହିଯିବ। ଏଥର ଆମେ ଦେଖିବା ଏହାର ଅଭ୍ୟାସ କାର୍ଯ୍ୟ ଗୁଡ଼ିକ। 1 ନମ୍ବରଟି ହେଲା ଆସ କଥା ହେବା। କ କିଏ ପିଠା ତିଆରି କରୁଥିଲେ? କିଏ ପିଠା ତିଆରି କରୁଥିଲେ କହିଲ ଦେଖି? ଜେଜି ପିଠା ତିଆରି କରୁଥିଲେ। ଖ ନମ୍ବର ଚକୁଳିକୁ କେଉଁଥିରେ ତିଆରି କରାଯାଏ? ପିଲେ ତୁମ ଘରେ ସବୁ ଚକୁଳି ପିଠା ହେଉଥିବ। ଚକୁଳି ପିଠା ବିରି ଆଉ ଚାଉଳ ଚୂନାରେ କରାଯାଏ। ଗ ନମ୍ବର ଚକୁଳି ତିଆରି କଲା ବେଳେ କିପରି ଶବ୍ଦ ହୁଏ? ଚେଁ ଚାଁ ଶବ୍ଦ ହୁଏ। ଘ ନମ୍ବର ପିଲାମାନେ କ'ଣ ପାଇଁ ଖୁସି ହେଲେ? ଯେତେବେଳେ ଚକୁଳି ଚିନି ଖାଇ ଅଜା ଟାକେରା ଫୁଟାଇଲେ ପିଲାମାନେ ସେତେବେଳେ ଖୁସି ହେଲେ। ପୁଅ ନମ୍ବର ହେଲା ପୁଷି କାହିଁକି ଧାଇଁ ଆସିଲା କହିଲା ପିଲେ? ପୁଷି ଚକୁଳି ଖାଇବାକୁ ଧାଇଁ ଆସିଲା। ତୁମ ଘରେ କେଉଁ ସବୁ ପିଠା ତିଆରି କରାଯାଏ? ଆମ ଘରେ କାକରା, ଆରିସା, ଚକୁଳି, ଚିତଉ, ମଣ୍ଡା, ଏଣ୍ଡୁରି ଇତ୍ୟାଦି ପିଠା କରାଯାଏ। ତାପରେ ଆମେ ଦେଖିବା 2 ନମ୍ବର। 2 ନମ୍ବରରେ କ'ଣ ଦେଇଛି? ତଳ ଚିତ୍ରକୁ ଦେଖିବା। ଯେଉଁ ଚିତ୍ରର ପ୍ରଥମ ଧ୍ୱନି ଚ ଅକ୍ଷରରୁ ଆରମ୍ଭ ସେହି ଚିତ୍ର ତଳେ କୋଠରୀରେ ରଙ୍ଗ ଦେବା। ଦେଖ କୋ ଚିତ୍ର ଚ ଅକ୍ଷରରୁ ଆରମ୍ଭ। ତ ଏଠି କେତୋଟି ଚିତ୍ର ଦିଆଯାଇଛି ଦେଖ। ଏଠି ପ୍ରଥମେ ଗୋଟିଏ ଚକର ଚିତ୍ର ଦିଆଯାଇଛି। ଚ ଅକ୍ଷରରୁ ଆରମ୍ଭ, ତେଣୁ ଏଇ ଚିତ୍ରରେ ଆମେ ରଙ୍ଗ ଦେବା। ଏଠି ଚଉକିର ଚିତ୍ର, ଏଇ କୋଠରୀରେ ମଧ୍ୟ ଆମେ ରଙ୍ଗ ଦେବା। ଏଗୁଡ଼ିକ ହେଉଛି ଚକୁଳି ପିଠା, ଚରେ ଆରମ୍ଭ, ତେଣୁ ଏଇଠି ମଧ୍ୟ ଆମେ ରଙ୍ଗ ଦେବା। ଏଇଠି ହେଉଛି ନଡ଼ିଆ, ଏଇଠିରେ ଆମେ ରଙ୍ଗ ଦେବା ନାହିଁ। ଏଇଠି ହେଲା ଚଉରା, ତେଣୁ ଏଇଟାରେ ମଧ୍ୟ ଆମେ ରଙ୍ଗ ଦେବା। ତୁମେ ଦେଖ କେମିତି ରଙ୍ଗ ଦେବ। ଠିକ୍ କୋଠରୀ ଭିତରେ ହିଁ ରଙ୍ଗ ଦେବ, ଯେପରି ମୁଁ ଦେଉଛି। ତୁମେମାନେ ମଧ୍ୟ ବହି ଆଉ ରଙ୍ଗ ବାହାର କର ଆଉ ରଙ୍ଗ ଦିଅ। ଦେଖ କେତେ ସୁନ୍ଦର ଭାବରେ ମୁଁ ରଙ୍ଗ ଦେଇଦେଉଛି। ତୁମେ ମଧ୍ୟ ଏହିପରି ରଙ୍ଗ ଦେଇପାରିବ। ଚଉକିରେ ରଙ୍ଗ ଦେବା, କାରଣ ଚଉକି ମଧ୍ୟ ଚ ଅକ୍ଷରରୁ ଆରମ୍ଭ। ଚକୁଳିରେ ରଙ୍ଗ ଦେବା, ଚକୁଳି ମଧ୍ୟ ଚ ଅକ୍ଷରରୁ ଆରମ୍ଭ, ତେଣୁ ଚକୁଳିରେ ଆମେ ରଙ୍ଗ ଦେବା। ଠିକ୍ ଅଛି। ଦେଖ କେତେ ସୁନ୍ଦର ଭାବରେ ରଙ୍ଗ ଦିଆଗଲା। ତୁମେ ମଧ୍ୟ ଏହିପରି ଦେବ। ଆଉ ଗାର ବାହାରକୁ ବାହାର କରିବ ନାହିଁ ରଙ୍ଗ। ଗାର ବାହାରେ କଦାପି ରଙ୍ଗ ଦେବ ନାହିଁ। ଗାର ଭିତରେ ହିଁ କୋଠରୀ ଭିତରେ ତୁମେ ରଙ୍ଗ ଦେବ। ଏହିପରି ରଙ୍ଗ ଦେଲେ ତୁମକୁ ସୁନ୍ଦର ଦିଶିବ। ନଡ଼ିଆ ଚିତ୍ର ତଳେ ରଙ୍ଗ ଦେବା ନାହିଁ। ତାପରେ ଆମେ ଦେଖିବା 3 ନମ୍ବର। 3 ନମ୍ବରରେ କ'ଣ ଦିଆଯାଇଛି ଦେଖ। ଦିଆଯାଇଛି ଚ ଅକ୍ଷରରେ ଗୋଲ ବୁଲାଇବା। ଏଇଠି କେତେ ଗୁଡ଼ିଏ ଅକ୍ଷର ଦିଆଯାଇଛି, ତ ଏଠିରେ ଚ ଅକ୍ଷର କେଉଁଟା? ଏଇଟା ପିଲେ ଚ ଅକ୍ଷର ହେଲା, ତେଣୁ ଚ ଅକ୍ଷର ଆମେ ଗୋଟେ ଗୋଲ ବୁଲେଇବା। ଏଠି ଆଉ ଗୋଟିଏ ଚ ଅକ୍ଷର ଆମେ ଗୋଲ ବୁଲାଇବା। ଏଠି ଗୋଟିଏ ଚ ଅକ୍ଷର ଅଛି, ଆକୁ ଆମେ ଗୋଲ ବୁଲାଇବା। ଏହିପରି ସୁନ୍ଦର ଭାବରେ ତୁମେ ଗୋଲ ବୁଲାଇବ। ଏଇଟା ହେଉଛି ଝଟା, ଏଇଟା ହେଉଛି ଚ ଅକ୍ଷର। ଏଠି ମଧ୍ୟ ଗୋଟେ ଗୋଲ ବୁଲାଇବ। ଠ ନ ତ ଆଉ ଚ ଅକ୍ଷର ଅଛି କି?
ନାହିଁ। କେତୋଟି ଚ ଅକ୍ଷର ହେଲା? 1 2 3 4 5। ଆମେ ଗଣିଲେ 5ଟି ଚ ଅକ୍ଷର ହେଲା। ସେଗୁଡ଼ିକୁ ଆମେ ମୁଣ୍ଡଳା ବା ଗୋଲ ବୁଲାଇଲେ। ତାପରେ ଆମେ 4 ନମ୍ବର ଦେଖିବା। 4 ନମ୍ବରରେ କ'ଣ ଦେଇଛି? କବିତାରେ ଥିବା ଚ ଅକ୍ଷର ଚାରିପଟେ ଗୋଲ ବୁଲାଇବା ଓ ଟ ଅକ୍ଷର ଚାରିପଟେ କୋଠରୀ ଚିହ୍ନ ଦେବା। ଆମେ ଯେଉଁ ଗୀତଟି ପଢ଼ିଲେ ସେଇ ଗୀତଟିରେ ଯେଉଁଠି ଚ ଅକ୍ଷର ଅଛି ଆମେ ଗୋଲ ବୁଲାଇବା, ଆଉ ଟ ଅକ୍ଷର ଯେଉଁଠି ଅଛି ଆମେ ତାକୁ କ'ଣ କରିବା? କୋଠରୀ କରିବା। ଦେଖିବା ଗୀତଟି କେଉଁଠି ଚ ଅଛି କେଉଁଠି ଟ ଅଛି। ଏଠି ଦେଖ, ମା ଆଣିଲେ ଚାଉଳ, ତ ଏଇଠି ଗୋଟିଏ ଚ ଅଛି। ଚୁନା, ଏଇଠି ଗୋଟିଏ ଚ ଅଛି। ବାଟିଲେ, ଏଇଠି ଟ ଅଛି, ଟକୁ ଆମେ କୋଠରୀ କରିବା। ଜେଜି କରିଲେ ଚକୁଳି, ଆଉ ଗୋଟିଏ ଚ। ପିଠାପାତିଆ ଧରି। ବର୍ତ୍ତମାନ ତାପରଟି ଦେଖିବା। ଦେଖ, ଏଇଠି ଗଲା ଚକୁଳି, ଚେଁ, ଚାଁ, ଟୁନା, ଟ ଅଛି, କୋଠରୀ କରିବା। ଟୁନି, କୋଠରୀ କରିବା। କହିଲେ ଯେ ଖାଇବା ଚାଲ, ଏଠି ଚ ଆସିଲା, ଗୋଲ ବୁଲାଇବା। ପୁଣି ଚକୁଳି ଆସିଲା, ଗୋଲ ବୁଲାଇବା। ଚିନି ଆସିଲା, ଚରେ ଗୋଲ ବୁଲାଇବା। ତାପରେ ଆମର କ'ଣ ଆସୁଛି ଦେଖ, ଯେ ଫୁଟାଇଲେ, ଟ ଆସିଲା, କୋଠରୀ କରିବା। ଟାକରା, ଆଉ ଗୋଟିଏ ଟ ଆସିଲା। ପିଲାଏ ହେଲେ ଖୁସି, ମିଆଁ ମିଆଁ ଶବଦ କରି ଧାଇଁ ଆସିଲା ପୁଷି। ଆଉ ଚ କି ଟ ନାହିଁ। ଆମେ ବର୍ତ୍ତମାନ କରିସାରିଛନ୍ତି। ତୁମେ ମଧ୍ୟ ଏହିପରି ତୁମର ବହିରେ ଚରେ ଗୋଲ ବୁଲାଇବ ଆଉ ଟରେ କୋଠରୀ କରିବ। ଠିକ୍ ଅଛି। ବର୍ତ୍ତମାନ ଦେଖ 5 ନମ୍ବର। ଆସ ଚ ଅକ୍ଷର ଲେଖିବା। ଏଇଟି ହେଉଛି ଚ ଅକ୍ଷର, ଗୋଟିଏ ଗୋଲ, ତା ଉପରେ ଆଉ ଗୋଟିଏ ଗୋଲର ଅଧା। ଏଇଟି ହେଲା ଚ ଅକ୍ଷର। ଆମେ ଏଇ ବିନ୍ଦୁକୁ ଯୋଗ କରି କରି ଗୋଟିଏ ଚ ଅକ୍ଷର କରିବା। ଦେଖ ମୁଁ କେମିତି କରୁଛି, ତୁମେ ମଧ୍ୟ ଏହିପରି ଚ ତିଆରି କରିବ। ଦେଖିଲ କେତେ ସୁନ୍ଦର ଭାବରେ ହେଲା, ବହୁତ ସୁନ୍ଦର। ଏହିପରି ଚ ଲେଖା ଅଭ୍ୟାସ କରିବ ହେଲା। କେତେ ସୁନ୍ଦର ଭାବେ ଦେଇଛି ବହିରେ। ବିନ୍ଦୁ ଗୁଡ଼ିକୁ ଯୋଗ କରି କରି ଲେଖିବ ହେଲା। ତୁମେ ଆଉ ଏପଟ ସେପଟ କରି ଲେଖିବ ନାହିଁ। ତାପରେ ଅଛି 6 ନମ୍ବର। 6 ନମ୍ବରରେ କ'ଣ ଦିଆଯାଇଛି? ତଳେ ଦିଆଯାଇଥିବା ଚିତ୍ର ଗୁଡ଼ିକର ନାମ କହିବା ଏବଂ ନାମର ପ୍ରଥମ ଅକ୍ଷରକୁ ସେହି ଚିତ୍ର ତଳେ ଲେଖିବା। ଏଇଠି ହେଲା ଚକ, ତେଣୁ ଆମେ ଏଇଠି ଚ ଅକ୍ଷରକୁ ଲେଖିବା। ଏଇଠି ହେଲା ଚଷମା, ପୁଣି ଚ ଅକ୍ଷରକୁ ଲେଖିବା। ପ୍ରଥମ ଅକ୍ଷର ଚ। ଚପଲ, ପ୍ରଥମ ଅକ୍ଷର ହେଉଛି ଚ, ଆମେ ଚଟିକୁ ଏଠି ଲେଖିଦେବା। ତାପରେ ଆସିଲା 7 ନମ୍ବର। 7 ନମ୍ବରକୁ ଆମେ ବର୍ତ୍ତମାନ ଲେଖିବା। ଦେଖ 7 ନମ୍ବର କ'ଣ ଦେଇଛି? ସାଙ୍ଗ ସହ କଥା ହୋଇ ଚିତ୍ର ଗୁଡ଼ିକରେ ନାମ କହିବା ଏବଂ ଟ ଅକ୍ଷରରୁ ଆରମ୍ଭ ହୋଇଥିବା ଚିତ୍ର ତଳେ ଥିବା କୋଠରୀରେ ରଙ୍ଗ ଦେବା। ଆମେ ସବୁ ସାଙ୍ଗସାଥି ସହିତ କଥା ହେବା। ଏଇଟା କାହାର ଚିତ୍ର କହିଲେ ପିଲେ? କାହାର ଚିତ୍ର? ଠିକ୍ କହିଛ, ଏଇଟା ହେଉଛି ଟମାଟୋର ଚିତ୍ର। ଟମାଟୋ ଶବ୍ଦଟି ଟ ଅକ୍ଷରରୁ ଆରମ୍ଭ, ତେଣୁ ଆମେ ଟ ଅକ୍ଷର ତଳେ ରଙ୍ଗ ଦେବା ବା ଟମାଟୋ ତଳେ ରଙ୍ଗ ଦେବା। ଟମାଟୋ ତଳେ ଯେଉଁ ଗୋଲଟି ହେଇଛି, ଆମେ ଏଇ ଗୋଲରେ ରଙ୍ଗ ଦେଇପାରିବା ହେଲା। ତୁମେ ମଧ୍ୟ ଏହିପରି ସୁନ୍ଦର ଭାବେ ରଙ୍ଗ ଦିଅ। ଏଇଟି ହେଉଛି ଟଗର, ତ ଏଇଟି ମଧ୍ୟ ଟରେ ଆରମ୍ଭ, ତେଣୁ ଆମେ ଏଇଟିକୁ ମଧ୍ୟ ରଙ୍ଗ ଦେଇଦେବା ହେଲା। ଏଇଟି ହେଉଛି ଲଙ୍କା, ତେଣୁ ଲଙ୍କାରେ ଟ ନାହିଁ, ତେଣୁ ଆମେ ଏଠି ରଙ୍ଗ ଦେବା ନାହିଁ। ଏଇଟା କ'ଣ କହିଲ? ରାତିରେ ଯେଉଁ ଆମେ ଜାଳୁଛନ୍ତି, କରେଣ୍ଟ ପଳେଇଲେ, ଏଇଟା ହେଉଛି ଟର୍ଚ୍ଚ। ଟର୍ଚ୍ଚକୁ ଆମେ ଟରେ ଆରମ୍ଭ ହୋଇଥିବା ଯୋଗୁଁ ଆମେ
टर्च को मध्य रंग देदबा। देखिल रंग देबारु केते सुंदर दिसिला। तुम्हें माने कौन कर रंग देला बेले सब बाहर दे दियो तेणु सुंदर देखा जाए नहीं। तेणु मु जेमिति बही रे दिया देइछि तुम्हें मध्य एहीपरि रंग देबाकू चेष्टा करिवो। एठी देख 8 नंबर कौन कह जाइछि सांग सह आलोचना करी ट अक्षर रे गोल बुलाइबा। एही अक्षर गुड़िक मध्य केउं अक्षरटी ट आमे देखिबा और गोल बुलाइबा। एठी होची ट। च प एठी पुणी गोटे ट आसिला। तापर लिखाई ख तापर लिखाई ट एठी पुणी गोटे ट आसिला आमे आकु भी गोल करबा। एटा च एटा होची ट आमे ट को गोल करबा। एटा होची ठ ड एठी गोटे ट आमे ट को गोल करबा। एटा भी गोटे ट आमे ट को मध्य गोल करबा। तापर आसिला 9 नंबर। 9 नंबर कौन लिखाई आस ट अक्षर लेखिबा। एटा ट प्रथम रे मुंडला कराहब तापर एठी गोटे अधा मुंडला कराहब तापर ऊपर गोटे किले ट हबो। आमे मध्य एपर लिखिबा। देख केमिति का लेखा होची ट गोटे गोल करिवो तापर एठू एमिति नब तापर तळु ऊपर को टेकिबो। एटा हबो ट। मु जेमिति करछि तुमे मध्य सेमिति देखि देखि करिवो। आ ऊपर पटु के आरंभ करिवनी। एटा ट प्रथमे गोल तापर अधा गोल तापर ऊपर को प्रथमे गोल तापर अधा गोल तापर ऊपर को हला। एही परी ट अक्षर लेखिबा हला। ए ट को देखि पुणी आमे गोटे गोटे ट अक्षर एठी लेखिदबा। ठीक अच्छे तुम्हें मध्य एपरी तुम बही लिखि दियो। तापर आसिला 10 नंबर तल चित्र रे रंग देवा। एठी गोटे कखार चित्र कराई केते सुंदर चित्र है। तुम्हें मध्य एपरी चित्र करवा अभ्यास करवा। तेबे आमे एही चित्रटी रे कौन देवा ना रंग देवा। देखिला केमिति रंग देवा। तुम्हें तुमर जो रंग रखिच एही सब चित्र रे दब। ठीक अच्छे देख मु केमती दौची रंग तुम्हें मध्य एपरी रंग दब तो चित्रटी सुंदर दिश। तुमको रंग देवा को भल लगे ना निश्चय भल लगुव तेणु यहीपरि तुम्हें मध्य रंग दियो ना। ए कामटी तुम्हें निजे मध्य करि परिबो। तेणु मु तुम मानक सहज करिया पई देख केमती रंग दे दउछि। तुम्हें किंतु बहुत सुंदर भाव रही रही आराम से रंग दब। ठीक अच्छे देख मुझे रंग दे सारी केते सुंदर देखा जाउछि। देखिल एबे आमे कखारुर डेम्फटी रे मध्य रंग दे दबा। डेम्फटी रे मध्य रंग दे देले बहुत सुंदर देखा जिवो। तुम्हें मध्य एपरी रंग दियो भल भाव देख आओ सुंदर भाव धीर स्थिर भाव रंग दियो। देखिल केमती देखा गला बढ़िया देखा गला ना। तुम्हें मध्य एपरी रंग दियो। ठीक अच्छे आमे तापरे 11 नंबर करवा। एठी होची 11 नंबर चित्र को देखी तार नामर प्रथम अक्षर को तल चित्र रे लिखिबा। एठी की फूल टगर फूल तो प्रथमे आसिला ट आमे लिखि दबा ट। एठी कोन चप्पल च रे आरंभ तेणु च लिखिबा। चश्मा च रे आरंभ तेणु च लिखिबा। टंका ट रे आरंभ तेणु आमे ट लिखिबा। तापर कौन करवा 12 नंबर टी देख 12 नंबर रे लिखाई देखी देखी लिखिबा। एटा कौन पिले एटा होची च। ए च टी को आमे एठी देखी देखी लिखिबा
ଆଉ ଏଇଟା ହେଉଛି ଟ। ଆମେ ଏଠି ଦେଖି ଦେଖି ଲେଖିବା। ମୁଁ ଲେଖିଦେଉଛି, ତୁମେ ମଧ୍ୟ ଏହିପରି ଦେଖି ଦେଖି ଲେଖ। ଏଠି ଗୋଟିଏ ମୁଣ୍ଡଳା କରିବ, ଏଠୁ ନେଇ ଏଇଟା ଚ କରିବ। ଏଠି ଗୋଟିଏ ମୁଣ୍ଡଳା କରିବ, ପ୍ରଥମ ଦୁଇ ଗାରକୁ ଲଗାଇକିରି ତାପରେ ଉପରକୁ ନେଇ ଏଠି ଚ କରିବ। ଦେଖ, ତଳ ଦୁଇ ଲାଇନକୁ ଲଗାଇ ଗୋଟେ ଗୋଲ କରିବ, ଉପର ଦୁଇ ଲାଇନରେ ଗୋଟେ ଅର୍ଦ୍ଧ ଗୋଲ କରିବ। ତାହେଲେ ସୁନ୍ଦର ଭାବେ ଚଟି ହେବ। ଦେଖିଲ କେତେ ସୁନ୍ଦର ହେଲା। ତାପରେ ଟ ଲେଖିବ, ଏଠି ଗୋଲ କରିବ, ଏଇଟା ନେଇକିରି ଉପରକୁ ଟେକିବ। ଏଠି ଗୋଲ କରିବ, ଏଠି ନେଇ ଚ ପରି କରି ଉପରକୁ ଟେକିବ। ତାହେଲେ ଯାଇ ଟ ହିଁ ହେବ। ଟଟା ହେଉଛି ପ୍ରଥମେ ଚ କରିବ, ଚରୁ ଉପରକୁ ଟେକିଲେ ଟ ହେବ ହେଲା। ବର୍ତ୍ତମାନ ଆମେ ଟ ସବୁ ଯାକ କରିସାରିଛନ୍ତି। ତାପରେ ଏଠି କ'ଣ ଲେଖା ହେଇଛି? 13 ନମ୍ବର ହିଲ ଦେଖି। ଏରେ ହିଲ କ'ଣ? ଏଇଠି କଟାକୁ ଛାଡ଼ି ଦେଇଛି। କ'ଣ ହେବ ଏଇଟା? କହିଲ ଦେଖି। କହିଲ ଦେଖି ବଦଳି ସେ ଲେଖିଛି କ'ଣ? ହିଲ ଦେଖି। ଦେଖିବା କ'ଣ? ପାକୁଆ ପାଟିକି ପାଚିଲା କେଶ, ଧୋତି ପାଇଜାମା ମୋହର ବେଶ। ଦେଖୁନ, ସୀତା ଗୀତା ମୋର ପୁଅର ଝିଅ, କ'ଣ ବୋଲି ମୋତେ ଡାକିବେ କୁହ। ଏଇଟା ତ ସହଜଟି। ସେମାନେ ଡାକିବେ ଜେଜେ। କ'ଣ ଡାକିବେ? ଜେଜେ। ସମସ୍ତେ କହିଦିଅ ପିଲେ, କ'ଣ ଡାକିବେ? ହଁ, ଜେଜେ। ଠିକ ଅଛି। ଏବେ ଏଇଠି ତୁମର ଝୁଲଣା ଏକ ବହିର ଦ୍ୱିତୀୟ ପାଠଟି, ଯାହାର ନାମ ହେଲା ଚକୁଳି ତୋଲା ଚାହିଁଯାହାର, ଭାବାର୍ଥ ସହିତ ଗୀତର ଗପ ସହିତ ଆମର ପ୍ରଶ୍ନ ଉତ୍ତର ମଧ୍ୟ ମୁଁ ଲେଖିଦେଇଛି। ତୁମେ ମାନେ ମଧ୍ୟ ଭିଡିଓ ଦେଖି ଦେଖି ସୁନ୍ଦର ଭାବରେ ଲେଖିଦେଇଥିବ। ମୋ ଭିଡିଓ ତୁମକୁ ଭଲ ଲାଗିଲା ତାହେଲେ ଗୋଟେ ଲାଇକ୍ କରିବ, ଆଉ ସେୟାର କରିବ, ଆଉ ସମସ୍ତେ ଯେଉଁମାନେ ଦେଖୁଛ ସମସ୍ତେ ତାକୁ ସବସ୍କ୍ରାଇବ କରିବ। ମୁଁ ପୁଣି ଆଉ ଗୋଟିଏ ଭିଡିଓରେ ତୁମ ସହିତ ଦେଖା ହେବ। ସେତେବେଳେ ପାଇଁ ରହୁଛି। ଜୟ ଜଗନ୍ନାଥ।